ଖାଇଛଟି ପାଠ ପଢିବାକୁ ମନେ ଅଛି ଆଜି ପାଠ ପଢିଆ ନା ଗପ ଶୁଣିଆ ଗପ ଶୁଣିବ ତମ ଗପ ଶୁଣିବାକୁ ସମସ୍ତଙ୍କୁ ଇଚ୍ଛାଟି ହଉ ତାହେଲେ ଆଜି ମୁଁ ଗୋଟେ ଭଲ ଗପ କହିବି ଆଉ ତମମାନେ ସମସ୍ତେ ଗପ ଶିଖିଛ କିଏ କିଏ ଶିଖିଛ ଗପ ବଢିଆ ଭେରି ଗୁଡ ତୁ କୋଉ ଗପ ଶିଖିଛୁ କହିଲୁ ଟୁନା ଟୁନି ଗପ ତୁ କୋଉ ଗପ ଟୁନା ଟୁନି ତୁ କୋଉ ଗପ ଶିଖିଛୁ ମାନେ ଟୁନା ଟୁନି ତୁ ବାଘ ମାମୁଁ ଗପ ଶିଖିଛୁ ତୁ କୋଉ ଗପ ହାତୀ ବିଜୟ ଗପ ତୁ କୋଉ ଗପ ଭେରି ଗୁଡ ସମସ୍ତେ ଗପ ଶିଖିଛ ଭଲ ଦେଖ ଭଲ ଗପ ସମସ୍ତେ ଭଲ ଗପ ଶିଖିଛ ଆଜି ମୁଁ ତୁମମାନଙ୍କୁ ଗୋଟେ ନୂଆ ଗପ ଶୁଣାଇବି ହେଲା ଗପ ଶୁଣିବ ମୁଁ ଯିଏ ଶୁଣିଥିବ ମୁଁ ତାକୁ ପ୍ରଶ୍ନ ପଚାରିବି ସେ ତାପରେ ଉତ୍ତର ଦେବ ହେଲା କୋଉ ଗପ ଶୁଣିବା ଆଜି ଚତୁର କୁକୁଡ଼ା କିଭଳି ତାର ଚତୁର କେମିତି ଚାଲାକି ଥିଲା ତା ଜୀବନକୁ କେମିତି ରଖାଗଲା ଆମେ ସେଇ ବିଷୟରେ ଶୁଣିବା ତମେ ମାନେ ବି ସେଇଭଳି ଚାଲାକି ହେବା ଦରକାର ସବୁ ପ୍ରକାର ବିପଦରୁ ଯେମିତି ତମେ ନିଜକୁ ସୁରକ୍ଷା କରିବ କୁକୁଡ଼ା ଭଳି ହେଲା କଣ ହେଲା ନା କୁକୁଡ଼ା ଆଉ କୁକୁର ଦୁଇ ସାଙ୍ଗ କିଏ କିଏ କୁକୁଡ଼ା ଆଉ କୁକୁର ଦୁଇ ଜଣ ସାଙ୍ଗ ସେ ଦି ଜଣ କଣ କରନ୍ତି ନା ଭଲ ସାଙ୍ଗ ପୁରା ନିବିଡ଼ ସାଙ୍ଗ ପୁରା ବନ୍ଧୁ ପୁରା ନିବିଡ଼ ବନ୍ଧୁ ହେଲା ସେମାନେ ହସି ବୁଲି ଖେଳି ଜଙ୍ଗଲରେ ବୁଲନ୍ତି ଆସିକି ଶୁଅନ୍ତି ଦିନେ କଣ ହେଇଛି ନା କୁକୁର ହାଲିଆ ହେଇକି ଶୋଇ ପଡ଼ିଛି କିଏ ସେ କୁକୁର ହାଲିଆ ହେଇକି ଶୋଇ ପଡ଼ିଛି କୁକୁଡ଼ା ସେଇଠୁ ଖେଳୁଛି ଖେଳିବା ଭିତରେ ବଣରୁ ଆସିଲା କିଏ ସେ ବିଲୁଆ ଆସିଲା ବିଲୁଆ ବଣ ଭିତରୁ ଆସିକି କୁକୁଡ଼ାକୁ ଦେଖିଦେଇଛି କୁକୁଡ଼ା ତାକୁ ଦେଖିକିରି ଥରିଲାଣି ଦେହ ତାର ଡରରେ ମୋ ସାଙ୍ଗ ତ ଶୋଇ ପଡ଼ିଛି ମୁଁ ଏବେ କଣ କରିବି ଏକୁଟିଆ ସେ ସବୁ କଣ କରିବ ଜାଣିପାରିଲା ନାହିଁ ସେଇଠୁ କଣ କଲା ନା ବିଲୁଆ ଆସିକି କୁକୁଡ଼ାକୁ କହିଲା କୁକୁଡ଼ା ଭାଇ ଆମେ ଦି ଜଣ ସାଙ୍ଗ ହବା ଆମେ ଦି ଜଣ ଗୀତ ବସିବା କି ସେ ସେଇଠୁ ଚାଲାକିରେ ସେ କୁକୁଡ଼ା ତା ଚାଲାକି ବୁଝିପାରୁଛି ବିଲୁଆର ହେଲା ଆମେ ସେ ବିଲୁଆ କଣ କରୁଛି ନା ତାକୁ କହିଛି ଯେ ଆମେ ଦି ଜଣ ହସ ଖୁସି ହେଇକି ଚଳିବା ଆଉ ଦି ଜଣ ଯାକ ମିତ ବସିବା କୁକୁଡ଼ା ବିଲୁଆର ଚାଲାକି ବୁଝିପାରିଲା ବୁଝିକିରି କଣ କହିଲା ରହ ଆଉ ଜଣେ ମିତକୁ ଡାକୁଛି କାହାକୁ କହିଲା ବିଲୁଆକୁ କହିଲା ଆଉ ଜଣେ ମିତକୁ ମୁଁ ଡାକୁଛି ଭାରି ମଜା ହବ ହେଲା କୁକୁର ତାର ସାଙ୍ଗ ଶୋଇଛି କୁକୁଡ଼ାର ସାଙ୍ଗ ଭାରି ମଜା ହବ କୁକୁଡ଼ା ସେଇଠୁ ଡାକ ଛାଡ଼ିଲା କୁକୁଡ଼ା କେମିତି ଡାକେ ସେମିତି ଡାକିଲା ପରେ କୁକୁର କାନରେ ତା ଡାକ ପଡ଼ିଲା ସେଠୁ କୁକୁର କଣ କଲା ନା ଭୋ 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 ରଡ଼ି କରିକି ଦୌଡ଼ିକି ତା ପାଖକୁ ଆସିଲା ତା ପାଖକୁ କୁକୁଡ଼ା ପାଖକୁ ଆସିଲା କୁକୁରର ଭୋ ଭୋ ଶବ୍ଦରେ ବିଲୁଆ ଦେହରୁ ଝାଳ ବୋହିଥିଲା କୁକୁର ଦେଲେ ଭୋ ଭୋ କରିକି ତା ସାଙ୍ଗ ଡାକି ଯାଇଛି ସେ କଣ କଲା ନା ତା ଦେହରୁ ଗମ ହେଇକି ଝାଳ ବୋହିଲା ସେ ସେଠୁ ହୁକେ ହୋ ରଡ଼ି କରିକି କଣ ହେଲା ବିଲୁଆ ପଳେଇଲା ଜଙ୍ଗଲ ଭିତରକୁ ତାହେଲେ ଏଥିରେ କିଏ ଚାଲାକି ହେଲା କାହିଁକି ନା ସେ ତା ସାଙ୍ଗକୁ ଡାକିବାରୁ ବିଲୁଆ ଭୟରେ ପଳେଇଲା ନହେଲେ ତାକୁ ଟକିନା ଖାଇ ଦେଇଥାନ୍ତା ତାହେଲେ ତମେ ଏଥିରୁ କଣ ଶିଖିଲ ଚତୁରତା ହଉଛି ସଫଳତାର ଚାବିକାଠି ଚତୁରତା ଯୋଉଠି ଚାଲାକି ହବ ଯେତେବେଳେ ଚାଲାକି ହବ